ଆପଣ ଯୋଉ ଏତେ ଦିନ ୱେଟ୍ କରିଥିଲେ ଯେ ଓଡ଼ିଶା ପୋଲିସର ନେକ୍ସଟ ଭ୍ୟାକେନ୍ସିଟି କେବେ ଆସିବ ତାର ଗୋଟେ ବଡ଼ ଅପଡେଟଟି ମୁଁ ଆପଣଙ୍କ ପାଖରେ ନେଇ ଆସିଛି। କୋଉ କୋଉ ପୋଷ୍ଟ ଆଉ କେବେ ଆସିବ ଏଇ ପୋଷ୍ଟ ଗୁଡ଼ିକୁ ଫୁଲ୍ ଡିଟେଲ୍ସ ଜାଣିବା ପାଇଁ ଭିଡିଓକୁ ଶେଷ ଯାଏଁ ଦେଖନ୍ତୁ। ମୋ ଭିଡିଓ ଫାର୍ଷ୍ଟ ଟାଇମ୍ ଦେଖୁଥିଲେ ତଳେ ଦିଆଯାଇଥିବା ସବସ୍କ୍ରାଇବ ବଟନଟିକୁ କ୍ଲିକ୍ କରି ପାଖରେ ଥିବା ବେଲ୍ ଆଇକନକୁ ଅନ୍ କରିଦିଅନ୍ତୁ। ଏମିତି ନୂଆ ନୂଆ ଜବ୍ ଗୁଡ଼ିକର ନୋଟିଫିକେସନ ସର୍ବପ୍ରଥମେ ପାଇବା ପାଇଁ ନୋଟିଫିକେସନଟି ଆସିଛି ଓଡ଼ିଶା ୟୁନିଫର୍ମ ସର୍ଭିସ ଷ୍ଟାଫ ସିଲେକ୍ସନ କମିଶନ OUSSC ଓଡ଼ିଶା ପୋଲିସର 4ଟି ପୋଷ୍ଟ ଉପରେ ଭ୍ୟାକେନ୍ସି ଆସିବାର ଅଛି। ପ୍ରଥମେ କନଷ୍ଟେବଲ, ତାପରେ OSF କନଷ୍ଟେବଲ, ତାପରେ ସିଭିଲ କନଷ୍ଟେବଲ, 4 ନମ୍ବରରେ ରହିବ SI ଆଉ ଇକ୍ୱିଭାଲେଣ୍ଟ ରାଙ୍କ। ଦେଖିପାରୁଥିବେ ନୋଟିସଟି ହେଇସାରିଛି। ବହୁତ ଜଲ୍ଦି ପୋଷ୍ଟ ଗୁଡ଼ିକ ଆସିବ। କନଷ୍ଟେବଲ କମ୍ୟୁନିକେସନରେ 300ଟି ପୋଷ୍ଟ, OSF କନଷ୍ଟେବଲରେ 2212ଟି ପୋଷ୍ଟ, 1350ଟି ମେଲ୍, 862ଟି ଫିମେଲ। ସିଭିଲ କନଷ୍ଟେବଲ 4219ଟି, ଯୋଉଟା ଆମେ ଡିଷ୍ଟ୍ରିକ୍ଟ କନଷ୍ଟେବଲ କହୁ, ଆଉ SI ର ଆସିବ 933ଟି। ଏହିଗୁଡ଼ିକ କମ୍ବାଇନ୍ଡ ରିକ୍ରୁଟମେଣ୍ଟ ଆସିବ ନାହିଁ, ସବୁ ସେପାରେଟ ରିକ୍ରୁଟମେଣ୍ଟ ଗୁଡ଼ିକ ଆସିବ। ଗଭର୍ଣ୍ଣମେଣ୍ଟ ଅଫ ଓଡ଼ିଶା ହୋମ ଡିପାର୍ଟମେଣ୍ଟରୁ ନୋଟିସଟି ଆସିଅଛି 26/5/2026ରେ। ନିଜର ପ୍ରିପାରେସନଟି କଣ୍ଟିନ୍ୟୁ ରଖନ୍ତୁ। ଆଉ ଯୋଉ କ୍ୟାଣ୍ଡିଡେଟ୍ ମାନେ ପ୍ରିପାରେସନ ଏବେଠୁ ଷ୍ଟାର୍ଟ କରିନାହାନ୍ତି ଆଉ ଯଦି ୱେଟ୍ କରିଥିବେ କେବେ ପୋଷ୍ଟ ଆସିବ ତାପରେ ପ୍ରିପାରେସନ କରିବେ, ତେବେ ଏବେଠୁ ହିଁ ଆପଣଙ୍କର ପ୍ରିପାରେସନଟି ଆରମ୍ଭ କରିଦିଅନ୍ତୁ। ଏହାର ନେକ୍ସଟ ଭିଡିଓରେ ମୁଁ ଆପଣଙ୍କୁ ଏକ୍ଜାମ ପ୍ୟାଟର୍ନ, ଫିଜିକାଲର ପ୍ୟାଟର୍ନ ଗୁଡ଼ିକ କୋଉ ଟାଇପର ହବ, କଣ ହବ ତାର ଡିଟେଲ୍ସ ଗୋଟେ ଭିଡିଓ ନେଇକି ଆସିବି। ଯେହେତୁ ପୋଷ୍ଟ ଗୁଡ଼ିକ ବହୁତ ଫାଙ୍କା ଅଛି, ବହୁତ ଜଲ୍ଦି ଏହି ରିକ୍ରୁଟମେଣ୍ଟ ଗୁଡ଼ିକ ଆସିବ। ଆଉ ଟୋଟାଲ ଏକ୍ଜାମଟି OUSSC ବୋର୍ଡ କଣ୍ଡକ୍ଟ କରିବ। ଭିଡିଓଟି ଭଲ ଲାଗିଥିଲେ ଭିଡିଓକୁ ଲାଇକ୍ ଆଉ ସେୟାର ନିଜ ସାଙ୍ଗମାନଙ୍କୁ କରିବାକୁ ଜମାରୁ ଭୁଲିବେନି।